ହରିଓମ। ଗୁରୁ ଭାଇ ପ୍ରଣାମ। ପ୍ରଣାମ ପ୍ରଣାମ। ଭଲ ଅଛନ୍ତି? ହଁ ଭଲ ଆଜ୍ଞା ଅଛି। ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା କୁହନ୍ତୁ। ଏଇଟା ଅଷ୍ଟମ ଅଧ୍ୟାୟର ଆଜ୍ଞା ଦଶମ ଶ୍ଲୋକ ଆଜ୍ଞା ହେଲା। ଆଜ୍ଞା କହିଲା ଜୀବନ ଯିବାର ଶେଷ ସମୟରେ ଯେଉଁ ଜୀବ ଆଜ୍ଞା ଯେଉଁ ଜନ ଆଜ୍ଞା ପ୍ରାଣାୟାମ ଦ୍ୱାରା ମୋତେ ସ୍ମରଣ କରେ, ସେ ଜୀବାତ୍ମା ପରମ ବ୍ରହ୍ମରେ ସ୍ଥାନ ପାଏ। ଜୀବନ ଯିବା ସମୟରେ ତ ନିଶ୍ଚିତ ଅଚେତ ଅବସ୍ଥାରେ ସେ ଥିବ। ଆଜ୍ଞା ତାର ଆଜ୍ଞା। ତ ସବୁ ସେ ଭୁଲି ଯାଇଥିବ ନା କଣ? କେମିତି ସେତେବେଳେ ସେ ସ୍ମରଣ କରିବ? ହଁ। ଏଇଠି ମେନ୍ ଦେଖନ୍ତୁ, ଆଜ୍ଞା ବିଭିନ୍ନ ସ୍ତରରେ ବିଭିନ୍ନ ଷ୍ଟାଣ୍ଡ ପଏଣ୍ଟରେ ଏଇ କଥାକୁ ବୁଝିବା ପାଇଁ ଚେଷ୍ଟା କରାଯାଇଛି। ଏଇ କଥା ବୁଝିବା ପାଇଁ ମାନେ ଗୋଟେ କଥା ହେଲା, ଦେଖନ୍ତୁ ଜୀବନ ଗଲା ପରେ, ଜୀବନ ହୁଁ, ଗଲା ପରେ ମାନେ ଜୀବନ କାହାର ଯାଉଛି ବୁଝିବାର ଅଛି। ଜୀବନ ଯାଉଛି ଶରୀରର। ଶରୀରରେ ଯାଉଛି। ହଁ, ବୁଝିପାରୁଛନ୍ତି? ଆତ୍ମା ଭଲ ତ କି ହଁ। ଆତ୍ମାକୁ ତ ମାରି ପାରିବେନି, ବାସ୍ ବାସ୍। ସୁଖେ ଭଲ କି ହଁ ପାରିବେନି, ଅଗ୍ନି କିଛି କରିପାରିବେନି। ଏକାଗ୍ରତା ତାହେଲେ ସହିତ ବୁଝନ୍ତୁ। ସେଇ ହଁ ଗୁରୁ ଭାଇ ଏଠି ଏଇଟା ଗୋଟେ ଶୁଣନ୍ତି। ହଁ କୁହନ୍ତୁ 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 କୁହନ୍ତୁ। ଏଇ ଯୋଉ ଆତ୍ମା କହିଲେ, ଇଏ ହିଁ ହଉଛନ୍ତି ପବନ ସ୍ୱରୂପୀ। ନା 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 ନା, ଆଜ୍ଞା, ଆତ୍ମା ପବନ ସ୍ୱରୂପ ନୁହଁ, ଆତ୍ମା ଶକ୍ତି ସ୍ୱରୂପ। ଶକ୍ତି ସ୍ୱରୂପ ହଁ, ତାହେଲେ। ପବନର ଉର୍ଦ୍ଧ୍ୱରେ ଅଛନ୍ତି। ପବନ ବି ପବନ ପଞ୍ଚଭୂତ। ବୁଝିପାରୁଛନ୍ତି? କିନ୍ତୁ ଆମେ ଯୋଉ ପଞ୍ଚଭୂତର ପ୍ରାଣାୟାମ ଆଧାର ପଞ୍ଚଭୂତର ଆଧାର ଆତ୍ମା। ଆତ୍ମା, ଆଜ୍ଞା ହଁ ବୁଝିପାରିଲେ? ତ ଏଠି ଆଜ୍ଞା ଶୁଣନ୍ତୁ, ମୂଳ କଥା ହେଲା ଏଠି ବୁଝଉଛନ୍ତି ଯଦ୍ୟପି ଜୀବନର ଅନ୍ତିମ ଚରଣରେ ବି ଆପଣଙ୍କ ଭିତରେ ଈଶ୍ୱର ପ୍ରାପ୍ତି କରିବାର କି ବ୍ରହ୍ମ ଜିଜ୍ଞାସା କରିବାର ଆସକ୍ତି ଆସେ, ମାନେ ସେ ଯାଏ ବି ଅବକାଶ ଦିଆଯାଉଛି। ସେ ଯାଏ ବି, ଯଦି ଜଣେ ବ୍ୟକ୍ତି ଆଜୀବନ କିଛି କରିନାହାନ୍ତି, ଅନ୍ତତଃ ଯଦିଓ ତାଙ୍କ ଭିତରେ ବ୍ୟାକୁଳତା ଆସୁଛି, ପ୍ରଭୁ 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 ପ୍ରଭୁ, କାହିଁକିନା ଆମେ ଦ୍ୱୈତ ରୂପରେ ଚିହ୍ନିଛେ ନା। ହୁଁ ଅଦୃଶ୍ୟ ଶକ୍ତିକୁ ଦୃଶ୍ୟମାନ ଶବ୍ଦ ମାଧ୍ୟମରେ ହଉ, ଦୃଶ୍ୟ ମାଧ୍ୟମରେ ହଉ, କିଛି ତ ସାହାରା ନେଇକରି ତାଙ୍କୁ ଆମେ ଡାକିବା ନା। ବୁଝିପାରୁଛନ୍ତି? ଆଜ୍ଞା ସିଏ ତାଙ୍କର କୌଣସି ଚିହ୍ନ ବର୍ଣ୍ଣ ନାହିଁ, କୌଣସି ରଙ୍ଗ ରୂପ ନାହିଁ, ଆଉ ସେ ନିଜେ ଆପଣ ନିଜେ ହିଁ। ତ ନିଜକୁ ନିଜଠାରୁ ଭିନ୍ନ ପ୍ରାର୍ଥନା କରିବା ପାଇଁ କି ମନନ କରିବା ପାଇଁ, ଚିନ୍ତନ କରିବା ପାଇଁ କିଛି ସାହାରା ନେବାକୁ ପଡ଼ିବ। ସାହାରା ଶବ୍ଦ ହଉ, ସାହାରା ଅକ୍ଷର ହଉ, ସାହାରା ଛୋଟ ମୋଟ କିଛି ଦୃଶ୍ୟ ହଉ। ତ ଏଠି କୁହାଯାଉଛି ଅନ୍ତ ସମୟରେ ବି ଯଦିଓ ଆପଣ ସେ ବ୍ରହ୍ମ ଜିଜ୍ଞାସା ଆଣିବେ କି ସେ ସତ୍ୟକୁ ଆଣିବେ, ହେଇପାରେ ଆପଣ ବୁଝିପାରିବେ ମୁଁ ମନଠୁ ଭିନ୍ନ, ମୁଁ ଶରୀରଠୁ ଭିନ୍ନ, ମୋର ମୃତ୍ୟୁ ହଉନି। ଏଠି ଆକ୍ଚୁଆଲି ଦେଖିବାକୁ ଗଲେ ପରମାତ୍ମା ସାଙ୍ଗରେ ଲୀନ ହେଇଯିବେ, ମାନେ କ'ଣ ଲୀନ ହେଇଯିବେ? ସେ ପରମାତ୍ମା ଏ ଶରୀର ମାନେ ଶରୀର ପଞ୍ଚଭୂତରେ ମିଶିଯିବ। ପରମାତ୍ମା ଥିଲେ, ଅଛନ୍ତି, ରହିବେ, ଆଜ୍ଞା ସମସ୍ତଙ୍କ ଭିତରେ ସମାନ ଭାବରେ ଅଛନ୍ତି। ଆଉ ସେ ନିଜେ, ଆପଣ ନିଜେ ମେନ୍ ଆଜ୍ଞା କଥାକୁ ବୁଝନ୍ତୁ, ମେନ୍ କଥା ଛାଡ଼ିବେନି। ନିଜେ ନିଜେ ଧାରଣ କରିଥିବା ଶରୀରକୁ ପଞ୍ଚଭୂତରେ ମିଶାଇ ଦେଲେ। ଧରି ନିଅନ୍ତୁ କଥା, ମାନେ ଭାବି ନିଅନ୍ତୁ ଗୋଟେ ସାର୍ଟଟେ ମୁଁ ପିନ୍ଧିଥିଲି, ମୁଁ ସାର୍ଟଟେ ବଦଳି ଦେଲି। ସାର୍ଟ ବଦଳି ଦେଲି ମାନେ ମୁଁ ଅଛି, ମୁଁ କୁଆଡ଼େ ହଁ, ପଳେଇନି। ଏଇ ଶରୀରକୁ ମୁଁ ସାର୍ଟ ଟା ପିନ୍ଧେଇଥିଲି, ବାସ୍ ଶରୀରରୁ ସାର୍ଟ ଟା ଖୋଲିଦେଲି। ବାସ୍। ଶରୀର, ଅର୍ଥାତ ଏ ଶରୀର ଏକ ସାର୍ଟ ପରିକା, ଗୋଟେ ବସ୍ତ୍ର ପରିକା। ତ ବସ୍ତ୍ର ଶରୀର ପରିକା। କ'ଣ ହେଲା? ପଞ୍ଚଭୂତରେ ମିଶିଗଲା। ପଞ୍ଚଭୂତ ଏକ ଆକାର ନେଇଥିଲା, ମାନେ ପଞ୍ଚଭୂତ ଆକାର ନେଇଥିଲା କ'ଣ? ଶରୀରକୁ ଯଦିଓ ଯେକୌଣସି ଶରୀର, ମଣିଷ, ପଶୁ, ପକ୍ଷୀ, କି କୀଟାଣୁ, ଗୋଟେ ତରୁଲତା, ଯାହାକୁ ବି ଦେଖିବେ ସବୁ ଏଇ ପଞ୍ଚଭୂତର ହିଁ ଗଠନ ଅଛି। ଶରୀର ଭିତରେ ଦେଖିବେ ଶରୀରରେ ମାଟି ତତ୍ଵ ଅଛି। ମାଟି ତତ୍ଵ ମାଂସ, ଯୋଉଟା କି ଆପଣ ଶରୀର ପୋଡ଼ିଗଲେ, ହାଡ଼ ଫାଡ଼ ପୋଡ଼ିଗଲେ ଯେଉଁ ପାଉଁଶ ବଞ୍ଚେ, ମାଟି ତତ୍ଵ। ତାପରେ ମାଟି ତ ଶରୀରରେ ପାଣି ଅଛି। ପାଣି 70% ଆମ ଶରୀର ହେଉଛି ହଁ ପାଣିରେ। 70% ଜଳ ଜାଣିଥିବେ ଆମ ଆପଣ, ଯେହେତୁ ଶରୀରରେ ହସ୍ପିଟାଲ ଅଛି। ଲାଇନରେ ଅଛନ୍ତି, ତ ଆଜ୍ଞା ଜଳ ଅଛି। ଆଜ୍ଞା ତାପରେ ଆମର ନିଶ୍ୱାସ ଚାଲିଛି, ପବନ, ହୁଁ, ବାୟୁ ପବନ ଅଛି। ଅଛି, ବାୟୁ ଅଛି। ତାପରେ ଶରୀର ଭିତରେ ଆମର ଶୂନ୍ୟ ସ୍ଥାନ ଅଛି, ଯାହାକୁ ଆମେ ଆକାଶ କହୁଛେ। ପାଟି ଭିତରେ ଶୂନ୍ୟ, ପେଟ ଭିତରେ, କାନ ଭିତରେ ଶୂନ୍ୟ ସ୍ଥାନ ଅଛି। ହଁ, ବୁଝିପାରୁଛନ୍ତି? ସବୁ ଗୋଲ ଆକାରରେ ଶୂନ୍ୟ ବୁଝିପାରିଲେ? ନାକରେ ବି ହଁ, ଗୋଲ ବୁଝିପାରିଲେ? ଆକାରରେ ହଁ, ଶୂନ୍ୟ ଅଛି। ଶୂନ୍ୟ ଅଛି, ସେଟା ହଉଛି ହଁ ଶୂନ୍ୟ, ଶୂନ୍ୟ ଅଛି, ଆକାଶ ଅଛି। ଆକାଶ ଅଛି। ତାପରେ ଶରୀର ଭିତରେ ଆମର ଆପଣଙ୍କର ଜଠରାଗ୍ନି ଅଛି, ଅଗ୍ନି ହଁ ତତ୍ଵ।
ହଁ ଅଗ୍ନି ତତ୍ଵ ଅଛି ଯିଏକି ପ୍ରାଣାୟାମ ହଁ ଖାଦ୍ୟକୁ ଯୋଉ ପ୍ରାଣ ଖାଦ୍ୟକୁ ଜୀର୍ଣ୍ଣ ହବାରେ ସାହାଯ୍ୟ କରେ। ହଁ ରକ୍ତ ପ୍ରସାରଣ ହବା ମାଧ୍ୟମରେ ବି ସେଠି ମାନେ ଆଂଶିକ ଅଗ୍ନି ତତ୍ଵ ଉତ୍ପନ୍ନ ହଉଛି। ତ ଅଗ୍ନି ବି ଅଛି। ଏଇ ଯୋଉ ପଞ୍ଚଭୂତ ଏଇ ଯୋଉ ପଞ୍ଚଭୂତ ଆମ ଶରୀର ଭିତରେ ଅଛି, ଏଇ ପଞ୍ଚଭୂତ ଶରୀର ବାହାରେ ବି ଅଛି। ତ ପଞ୍ଚଭୂତରେ ପଞ୍ଚଭୂତ ବିଲୀନ ହେଇଯାଉଛି। ଶରୀର ଯେତେବେଳେ ଦେହ ଯେତେବେଳେ ଅନ୍ତ ହେଇଗଲା, ଶରୀରକୁ ଆମେ ପୋଡୁଛେ କିମ୍ବା ପୋତୁଛେ। ପୋଡ଼ିବା ଦ୍ୱାରା ବି ପୋତିବା ଦ୍ୱାରା ବି ପାଣି ବାଷ୍ପିତ ହେଇକରି ପାଣିରେ ପାଣି ମିଶିଗଲା, ପବନରେ ମିଶିଗଲା। ଶୂନ୍ୟ ସ୍ଥାନ ଯେମିତି ଗୋଟେ ଭାବି ନିଅନ୍ତୁ ମାଠିଆଟେ ଭାଙ୍ଗିଗଲା। ମାଠିଆ ଭାଙ୍ଗିଗଲା ତ ମାଠିଆ ଭିତରେ ଥିବା ଶୂନ୍ୟ, ବାହାରେ ଥିବା ଶୂନ୍ୟ ଏକ ହେଇଗଲା। ଏକ ଥିଲା, ଏକ ହେଇଗଲା ନୁହଁ, ଏକ ଥିଲା କିନ୍ତୁ ଆମେ ତାକୁ ଭିନ୍ନ ରୂପରେ ମାନିଥିଲେ। ଶରୀର ଭିତରେ ଥିବା ପାଣି, ଶରୀର ବାହାରେ ଥିବା ପାଣି ଭିନ୍ନ ନା ଏକ? ଭାବିକିରି କୁହନ୍ତୁ। ଶରୀର ଶରୀର ଭିତରେ ଥିବା ପାଣି, ବାହାରେ ଥିବା ପାଣି। ଆଜ୍ଞା। ପାଣିଟା ତ ପାଣି ବାସ୍, ସବୁଠି ସମାନ। ସୁନ୍ଦର କଥା, ସୁନ୍ଦର କଥା। ଶରୀର ଭିତରେ ଥିବା ପବନ, ଶରୀର ବାହାରେ ଥିବା ପବନ ଏକ ନା ଦୁଇ? ଏକ। ଏକ। ଯଦି ପାଣି ବାହାରୁ ହିଁ ଏକ, ପବନ ଭିତରକୁ ଆସୁଛି, ବାହାରୁ ହିଁ ଭିତରକୁ ଭିତରୁ ପବନ ହିଁ ଆସୁଛି। ପବନ ବାହାରକୁ ଯାଉଛି। ପାଣିଟା ଆମେ ହିଁ ବାହାରୁ ଗ୍ରହଣ ବାସ୍ କରୁଛେ। ବାସ୍ 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 ବାସ୍, ବୁଝିପାରିଲେ? ତୃତୀୟ ହେଲା ଶରୀର ବାହାରେ ଥିବା ଶୂନ୍ୟ, ଶରୀର ଭିତରେ ଥିବା ଶୂନ୍ୟ, ଏକ ନା ଦୁଇ? ଏ ଦିଟା ଯଦି ଏକ। ଏକ ହେଲା, ସେଇଟା ହେଲେ ସେ ବି ଏକ ହେଇପାରିବ। କାହିଁକି ନା ବାହାରେ ଶୂନ୍ୟ, ଭିତରେ ଶୂନ୍ୟ। ଶୂନ୍ୟ ତ ଶୂନ୍ୟ, ସେ ଯୋଉଠି ଥାଉ। ଯୋଉଠି ଶୂନ୍ୟ ଥାଉ। ସ୍ଥାନ ପେଟ ଭିତରେ ଥାଉ, ପାଟି ଭିତରେ ଥାଉ, କି ପାଟି ବାହାରେ ଥାଉ, ଯୋଉଠି ଥିଲେ ବି ଶୂନ୍ୟ ଶୂନ୍ୟ। ତ ଏଠି ଶୂନ୍ୟ କହିବାର ତାତ୍ପର୍ଯ୍ୟ, ପଞ୍ଚଭୂତ ଏକ ଶରୀର ଆକାର ନେଇଥିଲା, ପଞ୍ଚଭୂତରେ ସେ ଶରୀର ଆଉଥରେ ମିଶିଗଲା। ମିଶିଗଲା। ବୁଝିପାରୁଛନ୍ତି? ତ ଆଜ୍ଞା। ଏଠି କୁହାଯାଉଛି, ଏଥିରେ ଷ୍ଟାଣ୍ଡ ପଏଣ୍ଟକୁ ବୁଝିବାକୁ ପଡ଼ିବ। ଷ୍ଟାଣ୍ଡ ପଏଣ୍ଟକୁ ବୁଝିବାକୁ ପଡ଼ିବ କ'ଣ? ଏମିତି ତ ଆତ୍ମା ଅଜର ଅମର, ଆତ୍ମା ଅବିନାଶୀ, କିନ୍ତୁ ହୁଁ ସେ ଶରୀର ବିଚରା ଜୀବନର ଯେଉଁଟାକି ଉଦ୍ଦେଶ୍ୟ ଥିଲା, ସେ ଜନ୍ମର ଉଦ୍ଦେଶ୍ୟ କ'ଣ? ସେ ଏକରେ ତ କାମ କାର୍ଯ୍ୟ କରିବ, ଭୌତିକ ମାନେ ଯାହା ବି ସମାଜ ସେବା କୁହନ୍ତୁ, ନିଜର କର୍ତ୍ତବ୍ୟ ପାଳନ କୁହନ୍ତୁ, ସେଇଟା କରିବ। ସେଇଟା କରିବା ସଙ୍ଗେ ସଙ୍ଗେ ନିଜକୁ ଚିହ୍ନିବାର ଥିଲା। ନିଜେ କିଏ, ନିଜେ କିଏ, ମାନେ ଚିହ୍ନିବାର ଏଠି ପ୍ରଶ୍ନ ଉଠେ, ନିଜକୁ ଚିହ୍ନିଲେ କ'ଣ ହବ, ନିଜକୁ ନ ଚିହ୍ନିଲେ କ'ଣ ହବ? ଦେଖନ୍ତୁ, ନିଜକୁ ନ ଚିହ୍ନିଲେ ଆପଣ ଯେତେ ଭୌତିକ ବସ୍ତୁ ପଦାର୍ଥ ପାଇଲେ ବି ସମ୍ପୂର୍ଣ୍ଣ ସନ୍ତୃପ୍ତି ମିଳିବନି, ମନ ତୃପ୍ତ ହବନି। ମନ ଭିତରେ ଆହୁରି ଇଚ୍ଛା ବାଞ୍ଛନା, ମନ ଭିତରେ ଆହୁରି ଆଶା ଅଭିଳାଷା ବଞ୍ଚିତ ରହିବ, ଆହୁରି ଲୋଭ ମୋହ ଜାଗୃତ ହବ, ଆହୁରି କାମ କ୍ରୋଧ ଜାଗୃତ ହବ। କାହିଁକିନା ଏଟା ସ୍ୱଭାବ, ପ୍ରକୃତିର ସ୍ୱଭାବ। ମନନ୍ତକୁ ଯେତେବେଳେ ଦେଖିବେ, ମାନେ ଏ ଯେଉଁ ବାହାରେ ଯେଉଁ ମାୟାକୁ ଯେତେବେଳେ ଦେଖିବେ, ମାୟା ଦେହରେ ବାନ୍ଧି ହେବେ। ମାୟା ମୁକ୍ତି ଦେବନି, ମାୟା ତୃପ୍ତି ଦେବନି, ମାୟା ବନ୍ଧନର କାରଣ ହବ। କିନ୍ତୁ ଯେତେବେଳେ ଆପଣ ହେଉଛି ତତ୍ଵକୁ ଦେଖିଦେବେ, ନିଜର ସତ୍ୟକୁ ଦେଖିଦେବେ, ଆପଣଙ୍କ ଭିତରେ ପରିପୂର୍ଣ୍ଣତା ଆସିଯିବ, ଆପଣଙ୍କ ଭିତରେ ସମ୍ପୂର୍ଣ୍ଣତା ଆସିଯିବ। ଯେମିତି ଗୋଟେ ଶ୍ଲୋକ ଅଛି, ଓಂ ପୂର୍ଣ୍ଣମଦଃ ପୂର୍ଣ୍ଣମିଦಂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବ ଅବଶିଷ୍ୟତେ। ମାନେ ପୂର୍ଣ୍ଣରୁ କିଛି ବାହାର କରିଦେଲେ ବି ପୂର୍ଣ୍ଣ, ପୂର୍ଣ୍ଣରୁ କିଛି ମିଶେଇଲେ ବି ପୂର୍ଣ୍ଣ। ପୂର୍ଣ୍ଣ ପୂର୍ଣ୍ଣ ହିଁ ରହିବ, ସିଏ କ୍ଷୟ ହବନି, ସିଏ କମିବନି। ସେମିତି ସେ ପୂର୍ଣ୍ଣତାକୁ ଆପଣ ଦେଖିଦେଲେ, ଆଉ ଆପଣଙ୍କ ଭିତରେ ଯେଉଁ ଆଶା ଅଭିଳାଷା ଇଚ୍ଛା ବାଞ୍ଚନା କିଛି ମାନେ ତୃପ୍ତ ହେଇଯିବ। ଏ ସବୁ ଜିନିଷ ଯେଉଁ ଭୌତିକ ବସ୍ତୁ ପଦାର୍ଥରେ ଯେଉଁ ସନ୍ତୃପ୍ତି ମିଳୁନଥିଲା, ଏ ପୂର୍ଣ୍ଣତାରେ ସମ୍ପୂର୍ଣ୍ଣ ତୃପ୍ତ ମିଳିବ, ମନ ମୁକ୍ତ ହବ। ଆଉ ଆପଣ ଜାଣିପାରିବେ, ମୁଁ ଅବିନାଶୀ, ମୁଁ ଦେଶ କାଳ ବସ୍ତୁର ଉର୍ଦ୍ଧ୍ୱରେ ଅଛି। ତେଣୁକରି ଇଏ ଯେଉଁ ସତ୍ୟକୁ ଜାଣିବା ପରମ ଲକ୍ଷ୍ୟ, ଜୀବନର ଉଦ୍ଦେଶ୍ୟ। ତ ଆକୁ ତାକୁ ଯଦି ଜାଣିବା ପାଇଁ ହିଁ ହଁ, ଧ୍ୟାନ ଧାରଣା ଧ୍ୟାନ ଧାରଣା ସାଧନା ସତ୍ସଙ୍ଗ ସାଧ ଗୁରୁ କରିବା, ଯାହାବି ଏ ସବୁ ସେଇ ସତ୍ୟକୁ, ପରମ ତତ୍ଵକୁ ଚିହ୍ନିବା ପାଇଁ କରୁଥିବା ପ୍ରୟାସ। ତ ଜୀବନ ଏବେ ଯାଉଥିବା, ଏଠି ଗୋଟେ କଥା ଆମେ ବୁଝିବା ଦରକାର, ଜୀବନ ଯାଉଥିବା ସେ ସମୟରେ ଆକ୍ଚୁଆଲି କେହି ସାଧନା କରିପାରିବେନି। ନା, ବୁଝିପାରୁଛନ୍ତି? ହଁ, ସେ ତଳକୁ ପ୍ରାକ୍ଟିକାଲ କଥା। ଦେଇଛନ୍ତି ତାର ଓଡିଆ ବ୍ୟାଖ୍ୟା ଦେଖନ୍ତୁ। ଆଜ୍ଞା ସେ କହିଲେ ଯେ ଅତି କ୍ଷୁଦ୍ରରୁ କ୍ଷୁଦ୍ରତମ, ଆଜ୍ଞା ବୃହତ ଠାରୁ ବୃହତ୍ତମ, ଆଜ୍ଞା ମନ ମନ ବୁଦ୍ଧିରୁ ଅଗୋଚର, ଆଜ୍ଞା ସେ ପ୍ରଭୁ ପ୍ରକୃତିର ପର। ଆଜ୍ଞା ଆଜ୍ଞା ସେ ସୂକ୍ଷ୍ମଦର୍ଶୀ ସୂକ୍ଷ୍ମ ସେ ସୂକ୍ଷ୍ମଦର୍ଶୀ ଆଜ୍ଞା ମୃତ କାଳେ ଆଜ୍ଞା ସ୍ମରେ ତାହାକୁ
ସ୍ମରେ ସ୍ମରେ ତାହାକୁ ତରେ ହେଳେ। ଆଜ୍ଞା ଜୀବନ ଶେଷ ମୁହୂର୍ତ୍ତରେ ଆଜ୍ଞା ପ୍ରାଣାୟାମରେ ଯେହୁ ସ୍ମରେ। ଆଜ୍ଞା ଶିଶୁମ୍ନା ରନ୍ଧେ ଲଲାଟକୁ ଆଜ୍ଞା ଉଠାଇ ଚାହିଁ ବୁଲ ତାକୁ। ଆଜ୍ଞା ହଂ କ୍ଷମ ବର୍ଣ୍ଣର ମଧ୍ୟସ୍ଥାନେ ଆଜ୍ଞା ନିବେଶୀ ମନକୁ ଧ୍ୟାନେ। ଆଜ୍ଞା ସେ ଯେ ମୋତେ ଭାବଇ ସ୍ମରଣେ ଆଜ୍ଞା ପରମ ପୁରୁଷ ସେ ଲୀନ। ଆଜ୍ଞା ଆଜ୍ଞା ସେ ହଁ ଏଇ ଜିନିଷଟା ତ ସେତେବେଳେ ତ ତମେ ତ ନା ଉଠିକି ବସି ପାରିଥିବ। ହଁ ପୁରା ତ ହଁ ସେ ନିଶ୍ଚୟ ଅନ୍ତିମ ଦଶା ଜଗତରେ ନା ସେ ଅନ୍ତିମ ଦଶା। ସେ ମୃତ୍ୟୁ ପୁଣି ଆସିବା ଆଉ ପୂର୍ବରୁ କିଛି ନା କିଛି ଶରୀର ସାଙ୍ଗରେ କିଛି ନା କିଛି ରୋଗ ବ୍ୟାଧି ପୀଡ଼ା ହୁଏ। ରୋଗ ବୁଝିପାରୁଛନ୍ତି ବ୍ୟାଧି ପୀଡା, ତାପରେ ସେ କହିଲେ ବୁଝିପାରୁଛନ୍ତି ମୁଁ ବି ହୁଁ ବହୁତ ସମୟ ଉପବାସ ରଖାଏ। ଆଜ୍ଞା ଆଜ୍ଞା ସ୍ମରଣ ଶକ୍ତି ହରେଇ ଦିଏ। ଆଜ୍ଞା ଏଇ ଆଜ୍ଞା ଆଜ୍ଞା ଗୀତାରେ ଲେଖିଛନ୍ତି। ଆଜ୍ଞା 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 ସେ ତ ସେତେବେଳେ ତ ଅସ୍ତେଜ ଅବସ୍ଥାରେ ଥିବ, ନା ସେ କେମିତି ଶୁଣନ୍ତୁ କେତେବେଳେ ଇଠି ବି ଦେଖନ୍ତୁ, ଭଗବତ ଗୀତା ଗୋଟେ ଏପରିକା ଅମୂଲ୍ୟ ଗ୍ରନ୍ଥ, ଆପଣଙ୍କୁ ସବୁ ମୁହୂର୍ତ୍ତରେ ସାହାଯ୍ୟ କରିବ ଭଗବତ ଗୀତା। ସବୁ ମୁହୂର୍ତ୍ତରେ ଏଠି କୁହାଯାଉଛି, ଦେଖନ୍ତୁ ମୂଳ କଥା ହେଲା ସେ ଯେଉଁ ସ୍ଥିତିକୁ ଆମେ ପରଖିବା, ମୃତ୍ୟୁ ଆସୁଥିବା ଶରୀରର ଯେଉଁ ଅନ୍ତିମ ଦଶାକୁ ଯଦି ଆମେ ପରଖିବା, ଜଣେ ସେ ସ୍ଥିତିରେ ଅଛନ୍ତି, ସେ ଜାଣିପାରୁଛନ୍ତି ମୁଁ ଆଉ ଅଳ୍ପ ଦିନ ଭିତରେ ଦେହାନ୍ତ ହେବି। ଜଣାପଡ଼ିବ ନା, ଜଣାପଡ଼ିବ କଣ, ଖାଉନାହାନ୍ତି ପିଉନାହାନ୍ତି, ରୋଗରେ ପୀଡ଼ିତ ଅଛନ୍ତି, ରୋଗରେ ପୀଡ଼ିତ ବୁଝିପାରୁଛନ୍ତି। ଅଛନ୍ତି। ଆମେ ହଁ ଜାଣିଛେ ଏଠି ସମସ୍ତେ ବନ୍ଧୁବାନ୍ଧବ ଆସନ୍ତି, କିଏ ମାହାର୍ଦ ପାଣି ଦିଅନ୍ତି, କିଏ ଚାରିପାଖ ହଁ ଯାକ ବସିକି ତମେ କଣ ଖାଇବ, କଣ ପିଇବ, ଇଚ୍ଛା କଣ, ମନ କଣ ଡାକୁଛି, ବିଭିନ୍ନ ପ୍ରକାର କଥା କୁହନ୍ତି। ତ ସେ ବ୍ୟକ୍ତି ଅଧିକ ନହେଲେ ଆଂଶିକ ତ ଜାଣିପାରିବେ ମୁଁ ଆଉ ବେଶୀ ଦିନ ବଞ୍ଚିବିନି, ମୋର ସମୟ ଆସିଗଲାଣି, ଅନ୍ତ ହେବି। ଆଚ୍ଛା, ଏଠି ଭଗବତ ଗୀତା ଆମକୁ ଦେଖନ୍ତୁ କେତେ ସୁନ୍ଦର ଭାବରେ ସାହାଯ୍ୟ ହେଉଛି। ସେ ସ୍ଥିତିରେ ଆପଣ ଦୁଇଟା ଅବକାଶ ଅଛି, ଆପଣଙ୍କ ପାଖରେ ଦୁଇଟା ଅପସନ୍ସ ଅଛି। ପ୍ରଥମ ଅପସନ୍ ହେଲା ଆପଣ ସେ ରୋଗରେ ପୀଡ଼ାରେ ପୀଡ଼ିତ ହେଇକିରି ସେ ସ୍ଥିତିରେ ବି ସେମିତି ଘାଣ୍ଟି ହେଉଥିବେ। ଦ୍ୱିତୀୟ ଅପସନ୍ ଏଠି ଭଗବାନ କହୁଛନ୍ତି, ଏଠି ପ୍ରାଣାୟାମ ମାଧ୍ୟମରେ ମନକୁ ନିଶ୍ୱାସ ସାଙ୍ଗରେ ବାନ୍ଧିବା ପାଇଁ କହୁଛନ୍ତି, ଏକାଗ୍ର ଚିତ୍ତ କରିବା ପାଇଁ କହୁଛନ୍ତି। ସିଏ କହୁଛନ୍ତି ସୁସୂକ୍ଷ୍ମ ଭାବରେ ଶରୀର, ଇନ୍ଦ୍ରିୟ, ମନ, ବୁଦ୍ଧିର ଉର୍ଦ୍ଧ୍ୱରେ ଯେଉଁ ଶକ୍ତି ଅଛନ୍ତି ତାଙ୍କୁ ଚିହ୍ନିବା ପାଇଁ ଚେଷ୍ଟା କର। ତାଙ୍କ ଆଗରେ ମାନେ ମନକୁ ଅନ୍ତର୍ମୁଖୀ କର, ମନକୁ ଅନ୍ତର୍ମୁଖୀ କର। ଏବେ ବି ସମୟ ଅଛି। ଏବେ ତ ଦୁଇଟା ଅପସନ୍ ଅଛି ନା, ଏକରେ ତ ଭୌତିକ କଥା, ଭୌତିକ ବିଷୟବସ୍ତୁ ଭାବିକିରି ଆପଣ ଚିନ୍ତା ହେଇପାରିବେ, ଆପଣ ଆହୁରି ଦୁଃଖିତ ହେଇପାରିବେ। ଦ୍ୱିତୀୟ, ଏ ସମୟରେ ବି ଯଦି ଅନ୍ତର୍ମୁଖୀ ହେବେ, ଏକରେ ତ ମନକୁ କିଞ୍ଚିତ ଶାନ୍ତି ମିଳିବ, ମନ କିଞ୍ଚିତ ଏ ପୀଡ଼ାର ଟିକେ ଉର୍ଦ୍ଧ୍ୱକୁ ଯିବ। ଦ୍ୱିତୀୟ ହେଇପାରେ ସେ ସମୟରେ ଯଦିଓ, କାହିଁକିନା ଆତ୍ମସାକ୍ଷାତକାର କରିବା ପାଇଁ ମୁମୁକ୍ଷତ୍ୱର ଅଧିକ ଆବଶ୍ୟକ ଅଛି, ବ୍ରହ୍ମ ଜିଜ୍ଞାସାର ଅଧିକ ଆବଶ୍ୟକ ଅଛି। ସମୟ ସୀମା, ତାପରେ ସାଧନା, ବସ୍ତ୍ର, ଖାଦ୍ୟ, ଗୁରୁବାଣୀ, ଶାସ୍ତ୍ର, ଇଏ ସବୁ ଗୋଟେ ପଟେ, ଆର ପଟେ ହେଲା ମୁମୁକ୍ଷତ୍ୱ, ବ୍ରହ୍ମ ଜିଜ୍ଞାସା, ଈଶ୍ୱର ପ୍ରାପ୍ତି କରିବାର ଇଚ୍ଛା ଈଶ୍ୱର ଶକ୍ତି। ପ୍ରତି ଗୋଟେ ଇଚ୍ଛା ଶକ୍ତି, ବୁଝିପାରୁଛନ୍ତି, ଆଗ୍ରହ ହଁ ଆସିଲେ ଆଗ୍ରହ, ନାଇଁ ମୋ ଆଗ୍ରହ, ମନ ମୁଁ ବାସ୍ ବାସ୍ ବସିବି, ବାସ୍, ହଁ। ମୁଁ ତ ବସିବି ମୁଁ ହେଇପାରେ ସେ ପୀଡ଼ା ଭିତରେ ଯଦି ବି ଆପଣଙ୍କ ଭିତରେ ଆଗ୍ରହ ଆସିଗଲା, ହେଇପାରେ ସେ ସମୟରେ ବି ଆପଣ କିଞ୍ଚିତ ଆପଣ ସେ ଶକ୍ତିକୁ ଚିହ୍ନି ପାରନ୍ତି। ଆଉ ଦ୍ୱିତୀୟ ହେଲା ଭୌତିକ ପୀଡ଼ାରୁ, ଭୌତିକ ଯେଉଁ ଆପଣଙ୍କର ଯନ୍ତ୍ରଣାରୁ ମନ ଶାନ୍ତ ହେବ, ସ୍ଥିର ହେବ, ଅନ୍ତର୍ମୁଖୀ ହେବାର ଅବକାଶ ଅଛି। ତ ମାନେ ସେ ସ୍ଥିତିରେ, ଅନ୍ତିମ ସ୍ଥିତିରେ ଆପଣ ଅଛି, ଏକରେ ତ ସେ ପୀଡ଼ାକୁ, ସେ ଦୁଃଖକୁ ଭୋଗିକିରି ଆପଣ ଆହୁରି ଯନ୍ତ୍ରଣା ଭୋଗି ପାରନ୍ତି, କିମ୍ବା ଏ ଯେଉଁ ସାଧନା କଥା କୁହାଯାଇଛି, ଏ ଯେଉଁ ସୁସୂକ୍ଷ୍ମ ଭାବରେ ଭିତରେ ଥିବା ସେ ତତ୍ତ୍ୱ ଆଡ଼କୁ ଅନ୍ତର୍ମୁଖୀ ହେଇକରି ଦେଖିଲେ ଆପଣଙ୍କୁ କ'ଣ ହେବ, ସେ ସମୟ ପାଇଁ କିଞ୍ଚିତ ଶାନ୍ତି ବି ମିଳିବ। ଇଏ ଯେଉଁ ଦୁଃଖ ପୀଡ଼ାର ଟିକେ ମନ, କାହିଁକିନା ମନ ଦର୍ପଣ ପରିକା, ମନକୁ ଯାହା ଦେଖାଉଛେ ସେଇ ପରିକା ସମ୍ବେଦନ ଉଠୁଛି। ମନକୁ ଯଦି ଆମେ ସେ ରୋଗକୁ ଦେଖେଇବା, ପୀଡ଼ାକୁ ଦେଖେଇବା, ଆରେ ମୁଁ ମରିଗଲେ କ'ଣ ହେବ, ଘର ଦ୍ୱାର ପରିବାର କେମିତି ବଞ୍ଚିବେ, ଯେଉଁ ପଇସା ବ୍ୟାଙ୍କରେ ରଖିଛି, ଯେଉଁ ମୁଁ ସଞ୍ଚୟ କରିକିରି ସୁନା ରଖିଛି, ଏସବୁ କ'ଣ ହେବ, ଏସବୁ କ'ଣ ହେବ, ଏମିତି ଭାବିକିରି ଆହୁରି ଆମେ ବିଚଳିତ ହେଇପାରିବା, ଆହୁରି ଆମେ ଭୟଭୀତ ହେଇପାରିବା, ଆହୁରି ଆମେ ପୀଡ଼ିତ ହେଇପାରିବା। କିମ୍ବା ସେ ସମୟରେ ବି ଏ ଗୀତା ଭଗବାନଙ୍କ ମାର୍ଗଦର୍ଶନ ମାଧ୍ୟମରେ ଆମେ ଯଦି ମନକୁ ଅନ୍ତର୍ମୁଖୀ କରିକି ସେ ସୁସୂକ୍ଷ୍ମ ଭାବରେ ଥିବା ସେ ବ୍ରହ୍ମତତ୍ତ୍ୱ ଆଡ଼କୁ ଯଦି ଆମେ ବ୍ରହ୍ମଯାତ୍ରା କରିବା କିମ୍ବା ଅନ୍ତର୍ଯାତ୍ରା କରିବା, ତ ସେଠି ଆପଣଙ୍କୁ କିଞ୍ଚିତ ଶାନ୍ତି ବି ମିଳିବ, ଆପଣଙ୍କୁ ଟିକେ ପରମାନନ୍ଦ ବି ମିଳିବ। ସେ ସ୍ଥିତିରେ ବି
ଆପଣ ମାନେ ନିୟନ୍ତ୍ରିତ ରହିକିରି ଆନ୍ତରିକ ସୁଖକୁ ନବାର ଅବକାଶ ଅଛି ବୋଲି ଏଠି କୁହାଯାଉଛି। ଶେଷ ତ ସମୟ ପର୍ଯ୍ୟନ୍ତ ବି ଭଗବାନ ସମୟ ହଁ ଦେଖନ୍ତୁ ବୋଲେ କେତେ ସୁନ୍ଦର ତମ ଭାବରେ ଭିତରେ ଜିଜ୍ଞାସା ସେ ସମୟ ପର୍ଯ୍ୟନ୍ତ ବି ତମକୁ ଶେଷ ସମୟ ବୋଲେ ପର୍ଯ୍ୟନ୍ତ ବି ସାହାଯ୍ୟ ଅଛି, ଦିଆଯାଉଛି, ଦିଆଯାଉଛି। ସାହାଯ୍ୟ ଅଛି। କିନ୍ତୁ ତମେ ଯଦି କିନ୍ତୁ ଦେଖନ୍ତୁ ପ୍ରାକ୍ଟିକାଲି ପ୍ରାକ୍ଟିକାଲି ଗୋଟେ କଥା ହେଲା, ମୋତେ ଗୋଟେ ଆନ୍ସର ଦିଅନ୍ତୁ। ଜଣେ ଜିମ୍ ଯିବା ପାଇଁ ଚାହୁଁଛନ୍ତି, ମାନେ ଆଜ୍ଞା, ବ୍ୟାୟାମ କରିବା ପାଇଁ, କସରତ କରିବା ପାଇଁ, ଶରୀରକୁ ଟିକେ ସୁଦୃଢ଼ କରିବା ପାଇଁ ଜିମ୍ ଯିବା ପାଇଁ ଚାହୁଁଛନ୍ତି। ଆଚ୍ଛା, ସେ ବ୍ୟକ୍ତି ଭଲ ଥିବା ସମୟରେ, ଆରୋଗ୍ୟ ଥିବା ସମୟରେ ଗଲେ ପ୍ରତିଫଳ ଭଲ ମିଳିବ, ନା ରୋଗରେ ଗ୍ରସିତ ହେଲା ପରେ ଗଲେ ଭଲ ନାହିଁ, ଭଲ ମାନେ ପ୍ରତିଫଳ ମିଳିବ? ରୋଗରେ ଗ୍ରସ୍ତିତ ହେଇକି ଗଲେ ସେ କରିପାରିବେନି। କରିପାରିବେନି, ଠିକ କଥା। କିନ୍ତୁ ସୁନ୍ଦର କଥା। ତମକୁ ସେ ଜିମ୍ ଯିବା ଏହାର ମାନେ ହଁ, ଏଥିରେ ଆରୋଗ୍ୟ ଥିବା ଜିଜ୍ଞାସା ହେଲା, ଅବସ୍ଥାରେ। ହଁ, ଆରୋଗ୍ୟ ଥିବା ଅବସ୍ଥାରେ ତମେ ଯେମିତି ଜିମ୍ ଯିବ, ସେମିତି ବାସ୍ ବୋଲେ କଣ ତମକୁ ଗୀତା ଭାଗବତ ଠିକ କଥା ହିସାବ କହିଲେ, ଇଏରେ ଠିକ କଥା ଦିଆଗଲା। କହିଲେ। ବଳ ତମେ ବୟସ ଥାଉଁ ଥାଉଁ ଯଦିଓ ଆମେ ଏ ଥାଉ ମାର୍ଗକୁ ଥାଉ ଆସିବା, ଇଏ କଥାକୁ ସେଇଟା ଶୁଣିବା, ଏସବୁ କଥାକୁ ବୁଝିବା, ତାହେଲେ ଜୀବନରେ ଏକ ଆନନ୍ଦ ଆସିବ, ଜୀବନରେ ଏକ ସୁଖ ଆସିବ, ଜୀବନ ଆନନ୍ଦମୟ ଲାଗିବ, ଆଉ ମାର୍ଗଦର୍ଶନ ମିଳିବ। ମାର୍ଗଦର୍ଶନ ସବୁ ସବୁ ଜିନିଷ, ଭୌତିକ ଆନନ୍ଦକୁ ନେଇପାରିବେ, ଆନ୍ତରିକ ସୁଖକୁ ନେଇପାରିବେ, ଇନ୍ଦ୍ରିୟ ସଂଯମିତ ରଖିପାରିବେ, ଭଲ ମନ୍ଦକୁ ବିବେକୀ ହେଇକିରି ପରଖି ପାରିବେ, ଆତ୍ମା ଅନାତ୍ମାର ତତ୍ଵର ପାର୍ଥକ୍ୟକୁ ବୁଝିକିରି ନିତ୍ୟ ପଦାର୍ଥ ସାଙ୍ଗରେ ଆପଣ ସମ୍ପର୍କକୁ ବାନ୍ଧି ପାରିବେ। ବିଭିନ୍ନ ପ୍ରକାର ଲାଭ ଅଛି। ଲାଭ କେବଳ ଆଜ୍ଞା ପଇସା, ଧନ ସମ୍ପତ୍ତି ଲାଭ ନୁହେଁ, ତା ଉର୍ଦ୍ଧ୍ୱରେ ଅଛି ପଇସା ଶାନ୍ତି। ଧନ ସମ୍ପତ୍ତି ତ ଏଇଠି ହିଁ ତମେ ହଁ ଛାଡିକି ବାସ୍, ଯିବ। ଏଇଠି ଛାଡ଼ିଦେବ। ଶାନ୍ତି ଟା କିନ୍ତୁ ତ ତମ ହଁ ମନ ବାସ୍, ଭିତରେ, ତମ ବାସ୍, ଆତ୍ମା ଭିତରେ ତମେ ପଇସା ପଇସା ହେଲା, ପଦ ହେଲା, ପଦବୀ ହେଲା, ଏ ଯେଉଁ ଭୌତିକ ବସ୍ତୁ ପଦାର୍ଥ ଭୌତିକ ଆବଶ୍ୟକତାକୁ ପୂର୍ତ୍ତି କରିପାରିବ, କିନ୍ତୁ ଆନ୍ତରିକ ସୁଖ କେବଳ ସାଧନା ମାଧ୍ୟମରେ ହିଁ ମିଳିବ, ସତ୍ସଙ୍ଗ ମାଧ୍ୟମରେ ମିଳିବ, ସତ୍କୁ ଚିହ୍ନିଲେ ହିଁ ମିଳିବ। ବୁଝିପାରୁଛନ୍ତି? ତେଣୁକରି ଆଜ୍ଞା, ଆମେ ଅନ୍ତିମ ଦଶା ଯାଏ ଆଜ୍ଞା କାହିଁକି ଆମେ ଅପେକ୍ଷା କରିବା? ଯଦି ଅନ୍ତିମ ଭଲ ଆମେ ଜାଣିଛେ, ଆମେ ଜାଣିଛେ ଆଧ୍ୟାତ୍ମିକ ମାର୍ଗ ଭଲ, ଆଧ୍ୟାତ୍ମିକ ମାର୍ଗରେ ଆମେ ବହୁତ କଥା ଶିଖିପାରିବା, ନିଜର ଆତ୍ମତତ୍ଵକୁ ଆମେ ଚିହ୍ନି ପାରିବା। ଆମେ ଅଜର, ବୁଝିପାରୁଛନ୍ତି? ଅଜର ମାନେ ବୁଢା ଆମେ ହବାନି, ଆମେ ଅମର, ମୃତ୍ୟୁ ଏଇ ଆମକୁ ଆତ୍ମା ହବନି। ପୁଣି ଆସିବ, କାହିଁକି ନା ମୁଁ ପୁଣି ଆତ୍ମା। ଯିବ। ମୁଁ ନା ନା ଆତ୍ମା। ନା ନା ନା, ଭୁଲ ଭୁଲ ଭୁଲ, ଫେର ଏଠି ଗୋଟେ ମିସକନସେପସନ। ଆତ୍ମା ଆସେନି, ଆତ୍ମା ଯାଏନି, ଆତ୍ମା ଥିଲା, ଆତ୍ମା ଅଛି, ଆତ୍ମା ରହିବ। ଏଇ ଶରୀର ଯିବ ଆସିବ। ଶରୀର ଭୌତିକ ଯିବ ଆସିବ ବି ନୁହଁ, ସ- ଶରୀର ପଞ୍ଚଭୂତରେ ଆକାର ନେଉଛି, ଫେର ପଞ୍ଚଭୂତରେ ମିଶି ଯାଉଛି। ମତେ ଗୋଟେ ପୁଣି କଥା କୁହନ୍ତୁ, ଶୁଣନ୍ତୁ ଆଜ୍ଞା, ଶୁଣନ୍ତୁ। ହଁ, ଏଇଟା ଗୋଟେ ବହୁତ ବଡ଼ ମିସକନସେପସନ, ବହୁତ ଲୋକ ଏଠି କନଫ୍ୟୁଜ ହେଇଯାଆନ୍ତି। ଆସିବ ଯିବ କିଛି ନୁହଁ। ଗୋଟେ କଥା କୁହନ୍ତୁ, ଗୋଟେ ବରଫ ମାନେ ପାଣି ଅଛି, ପାଣିଟାକୁ ଆମେ ଫ୍ରିଜରେ ବରଫ କରିଦେଲେ, ଫ୍ରିଜରେ ରଖିଦେଲେ, ଗୋଟେ ତାଟିଆ ଫ୍ରିଜରେ ଦେହରେ, ବରଫ ହଁ ଗୋଟେ ତାଟିଆ ଦେହରେ ଆମେ ପାଣି ପୁରେଇକିରି ଡିପ୍ ଫ୍ରିଜରରେ ରଖିଦେଲେ, ସେ ସେ ପାଣିଟା ବରଫ ହେଇଯିବ। ବରଫ ହେଇଯିବ। ପାଣିଟା ବରଫ ହେଇଗଲା ମାନେ କିଏ ଆସିଲା, ନା, କିଏ ଗଲା? ତାର ଖାଲି ଅବସ୍ଥା ପରିବର୍ତ୍ତନ ହବ। ବାସ୍, ସେ ଫ୍ରିଜରେ ବରଫ ହେଇଥିବା ସେ ପାଣିଟାକୁ ଆମେ ଆଣିକିରି ଗୋଟେ ଷ୍ଟୋଭ୍ ଉପରେ କଡ଼େଇ ବସେଇକି, ସେ କଡ଼େଇ ଦେହରେ ସେ ବରଫଟାକୁ ଥୋଇଦେଲେ, ସେ ତରଳି ଯିବ। ତରଳ ଯିବ। ବରଫ ପାଣି ହେଇଗଲା। ହଁ, ପାଣି ହେଇକି ପୁଣି ବାଷ୍ପ ବି ତ ହେଇଯିବ। ହଁ ହଁ ହଁ, ସୁନ୍ଦର କଥା। ଯେତେବେଳେ ବରଫଟା ପାଣି ହେଲା, କିଏ ଆସିଲା କି? ନା, କିଏ ଗଲା? ନା, ଆଚ୍ଛା, ପାଣିଟା ବାଷ୍ପ ହେଇଗଲା। ବାଷ୍ପ ବାସ୍, ହେଇଗଲା କଣ? ପାଣି ବି ଆକାର ସେଠି ପରିବର୍ତ୍ତନ ହେଲା। ହଁ, ପାଣିର ଆକାର ଯେମିତି ବରଫ ରୂପରେ ହେଇଥିଲା, ପାଣିର ଆକାର ସେମିତି ପବନ ରୂପରେ ହେଲା, ପରିବର୍ତ୍ତନ ହେଲା। କିନ୍ତୁ ହୁଁ, କେହି ଆସିଲେନି, କେହି ଗଲେନି। ସେଇ ହୁଁ, ଜିନିଷ ତା ପରିବର୍ତ୍ତନ ହଉଛି। ଧରି ପାରୁଛନ୍ତି କଥାକୁ? ଆଜ୍ଞା। ଏଠି ଏ ଯୋଉ ଯେମିତି ଆଜ୍ଞା, ଏ ଯୋଉ ଛୋଟବେଳେ ତୃତୀୟ ଚତୁର୍ଥରେ ପଢିଲା ବେଳେ ଯୋଉ ଆଜ୍ଞା ଓଡିଆ ବହିରେ ଥିଲା, ଆଜ୍ଞା ପାଣି ଖେଳଇ ଦୋଳିରେ ଭାଇ, ପାଣି ଖେଳଇ ଦୋଳି। ଆଜ୍ଞା ଆଜ୍ଞା। ପାଣି ବର୍ଷା ହେଇକି ପାଣି ତଳକୁ ପଡୁଥିଲା, ପୁଣି ସୂର୍ଯ୍ୟ କିରଣରେ ବାଷ୍ପ ହେଇକି ସୁନ୍ଦର ଯାଉଥିଲା, ସୁନ୍ଦର ସୁନ୍ଦର ପୁଣି କଥା, ବରଫ ସୁନ୍ଦର ହେଇକି କଥା, ପୁଣି ପଡୁଥିଲା। ସୁନ୍ଦର ଏଇଟା କଥା। ହେଲା ପାଣି, ବ୍ରହ୍ମଙ୍କ ଖେଳ। ବାସ୍ ବ୍ରହ୍ମଙ୍କ ଖେଳ। ସେଇ ପଞ୍ଚଭୂତରେ ଗୋଟେ ଶରୀର ଆକାରରେ ନିଜକୁ ଗଢୁଛନ୍ତି। ସେଇ ନିଜେ ତାଙ୍କରି ମାଧ୍ୟମରେ ସେ ଶରୀରକୁ ଲୀଳା ରଚଉଛନ୍ତି। ବିଭିନ୍ନ ବନ୍ଧୁ ସମ୍ପର୍କ, ମିତ୍ର, ପଦ ପଦବୀ, ଧନ, ନାମ, ଖ୍ୟାତି, ଯଶ ଏ ରୂପରେ ଗୋଟେ ଲୀଳା କରୁଛନ୍ତି। ଫେର ସେ ନିଜେ ନିଜ ଭିତରେ ଫେର ପରିବର୍ତ୍ତନ ହେଇଯାଉଛନ୍ତି। କେହି ଆସୁନାହାନ୍ତି, କେହି ଯାଉନାହାନ୍ତି। ଏଇଟା ହେଲା ସତ୍ୟ। ଏ ସତ୍ୟକୁ ଯିଏ ଚିହ୍ନିଗଲେ, ଏ ତତ୍ତ୍ୱକୁ ଯିଏ ବୁଝିଗଲେ,
ଜୀବନ ମୁକ୍ତ, ଜନ୍ମ ତୃପ୍ତ। ବୁଝିପାରୁଛନ୍ତି? ଧନ୍ୟ ହେଇଯିବ ଜୀବନ। ଆଉ କିଛି ତ ଡର ରହିବନି ନା। ଡର ରହିବ ସେଠି ଯେତେବେଳେ ମୁଁ ସୀମିତ, ଡର ରହିବ ସେଠି ଯେତେବେଳେ ମୋର ମୃତ୍ୟୁ ହେବ, ଡର ରହିବ ସେତେବେଳେ ଯେତେବେଳେ ମୁଁ କିଛି ହରେଇବି, ମୁଁ କୁଆଡ଼େ ପଳେଇବି, ମୁଁ କେତେବେଳେ ଛାଡ଼ିଯିବି। ମୁଁ ତ ସମସ୍ତଙ୍କ ଭିତରେ ଅଛି, ମୁଁ ତ ସବୁଠାରେ ଅଛି, ମୁଁ ତ ଥେଲି ଅଛି ରହିବି, ମୁଁ ଅବିନାଶୀ, ମୁଁ ଆଧାର। ଯେଉଁଠି ମୁଁ ଆଧାର ସଂସାରର, ମୋତେ କିଏ ମାରିବେ, ମୋଠୁ କିଏ କ'ଣ ଛଡ଼େଇକି ନେଇଯିବେ? ଭାବନ୍ତୁ କେତେ ଗଭୀର କଥା ଇଏ, କେତେ ଗଭୀର କଥା। ଆଧ୍ୟାତ୍ମିକତା ଯଦି ସଠିକ୍ ପ୍ରଚାର ହୁଅନ୍ତା ନା, ସମାଜ ପରିବର୍ତ୍ତନ ହେଇଯାଆନ୍ତା, ସମସ୍ତେ ତୃପ୍ତ ହୁଅନ୍ତେ, ସମସ୍ତେ ଭାତୃଭାବରେ ଆବଶ୍ୟକତା ପାଇଁ ଯୋଜନା କରନ୍ତେ, ଆଡ଼ମ୍ବର ପାଇଁ ନୁହଁ। ଆଜି ମଣିଷ ସବୁକିଛି ଥାଇଁକିରି ବି ଆଡ଼ମ୍ବର ଦେଖିବା ପାଇଁ ବିଭିନ୍ନ ଯୋଜନା କରୁଛି, କିନ୍ତୁ ଶାନ୍ତି ପାଉନି। କାହିଁ ପାଉନି? ସିଏ କ'ଣ ନିଜେ ଜାଣିନି, ନିଜର ତତ୍ତ୍ୱକୁ ଜାଣିନି। ଦେହର ଆରୋଗ୍ୟକୁ ଆଡ଼ୁ ସାଡ଼ୁ ବିଭିନ୍ନ ପ୍ରକାର ଇନ୍ଦ୍ରିୟ ସୁଖରେ ହେଇକିରି ଦେହର ଆରୋଗ୍ୟକୁ ହରେଇ ବସୁଛି, ମନର ଶାନ୍ତିକୁ ଅସ୍ଥିର କରି ବସୁଛି, ଚଞ୍ଚଳ କରି ବସୁଛି, ଦୁଃଖରେ ପୀଡ଼ାରେ ଦିନ କାଟୁଛି। ବୁଝିପାରୁଛନ୍ତି? ତ ଏଠି ଆଜିର ଚର୍ଚ୍ଚାର ସମ୍ପୂର୍ଣ୍ଣ ନିଷ୍କର୍ଷ ହେଲା, ଅନ୍ତିମ ଦଶାରେ ବି ଯଦ୍ୟ ଭଗବଦ୍ଗୀତାକୁ ସାହାରା ନେଇକିରି ଆପଣ ମନକୁ ଅନ୍ତର୍ମୁଖୀ କରିପାରିବେ, ସେ ପୀଡ଼ାରୁ, ସେ ଶୋକରୁ ଟିକେ ଊର୍ଦ୍ଧ୍ୱକୁ ଯାଇପାରିବେ। ଆଉ ଦ୍ୱିତୀୟ, ଅନ୍ତିମ ଦଶା ଯାଏ ଆମେ ଯିବାନି। ଯିଏ ବି ଏ ଶବ୍ଦକୁ ଆମ ଚର୍ଚ୍ଚାକୁ ଶୁଣୁଛନ୍ତି, ସେ ତ ଯାହା ହଉ ଟିକେ ବଳ ବୟସ ଥିବ, କିମ୍ବା ସେ ତ ମରଣ ଶେଯରେ ଶୋଇନାହାନ୍ତି, ବସିକି ତ ଶୁଣୁଥିବେ। ତ ଏଇ ବୟସରୁ ଯଦ୍ୟ, ଏଇ ସ୍ଥାନରୁ ଯଦ୍ୟ, ଏଇ ସ୍ଥିତିରୁ ଯଦ୍ୟ ଆମେ ସୁଧୁରିବା ପାଇଁ ଚେଷ୍ଟା କରିବା, ସାଧନା ମାର୍ଗକୁ ଆସିବା ପାଇଁ ଚେଷ୍ଟା କରିବା, ବ୍ରହ୍ମାନୁଭୂତି କରିବା ପାଇଁ ପ୍ରୟାସ କରିବା, ତ ଅନ୍ତିମ ମୁହୂର୍ତ୍ତରେ ବୁଝିପାରିବା ମୁଁ ଅଜର, ମୁଁ ଅମର, ମୁଁ ଅବିନାଶୀ, ମୁଁ ଧାରଣ କରିଥିବା ଏ ଦେହ ପରିବର୍ତ୍ତନ ହେଉଛି, ପଞ୍ଚଭୂତରେ ମିଶିବାକୁ ଯାଉଛି। ଆଉ ମୃତ୍ୟୁ ପ୍ରତି ଡର ଭୟ ରହିବନି। ବୁଝିପାରୁଛନ୍ତି? ଭଲ ହେଲା ଆଜିର ଚର୍ଚ୍ଚା। ଏଇଟାକୁ ଆମେ ଅପଲୋଡ଼ କରିଦେବା, ୟୁଟ୍ୟୁବରେ ଅପଲୋଡ଼ କରିବା, ବହୁତ ଲୋକଙ୍କ ପାଖରେ ପହଞ୍ଚିବ। ବହୁତ ଗଭୀର ପ୍ରଶ୍ନ ଆଜି ଆପଣ ପଚାରିଲେ, ଭଲ ଲାଗିଲା। କୁହନ୍ତୁ, ଆଉ କ'ଣ ଅଛି ପ୍ରଶ୍ନ? ହରି ନାଇଁ, ମତେ ଟାଇମ ମିଳୁଛି ଟିକେ ଟିକେ କଥା ହବା ପାଇଁ। ହଁ ହଁ, ଆପଣ ବେଳେ ବେଳେ କଥା ବି ହେଇପାରୁନାହାନ୍ତି, ସରି ସରି, ରହିଯାଉଛନ୍ତି। କେତେବେଳେ ବ୍ୟସ୍ତରେ ଥାଇକିରି। ହଁ, ସେମିତି କିଛି ନାହିଁ। ଏଇ ଗୀତାକୁ ମୁଁ ମିନିମମ୍ ଗୁରୁ ଭାଇ 20 ବର୍ଷ ପାଖାପାଖି ପଢିଲିଣି, ଆଜ୍ଞା 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 କିନ୍ତୁ ଏତେ କିଛି ଜାଣିପାରୁନଥିଲି। ଆଜ୍ଞା 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 ଆଜ୍ଞା। କିଛିଟା ଜାଣିଲା ବେଳକୁ ହଁ ହଁ, ପୁଣି ଭଲ, ଇଏ ଖୁସି ନାଗୁଥିବ ହେଇଯାଉଛି। ନା ଗୀତା ତତ୍ତ୍ୱ ଜ୍ଞାନ, ତା ବୁଝିଲେ ଆଜ୍ଞା। ଆନନ୍ଦ ଲାଗିବ, ଖୁସି ଲାଗିବ, ନିଶ୍ଚୟ। ହଁ, ହଉ ଗୁରୁ ଭାଇ ଠିକ୍ ଅଛି, ପ୍ରଣାମ। ହରି ପ୍ରଣାମ। ମୁଁ 12ଟା 1 ବେଳକୁ ଫୋନ ଆଜ୍ଞା କରିବି। ଆଜ୍ଞା ଆଜ୍ଞା, ହରି ଆଜ୍ଞା ଗୁରୁ ଭାଇ ପ୍ରଣାମ। ପ୍ରଣାମ।